ଆଲୋଚନା କରିବା। ପ୍ରଥମେ ଜାଣିବା ବାୟୁ ପ୍ରଦୂଷଣ କ'ଣ। ବାୟୁରେ ନାନା ପ୍ରକାରର ଅନାବଶ୍ୟକ ପଦାର୍ଥ ମିଶିବା ଦ୍ୱାରା ବାୟୁର ଗୁଣଗତ ପରିବର୍ତ୍ତନ ଘଟେ। ଏହା ବ୍ୟବହାର ଉପଯୋଗୀ ହୋଇପାରେ ନାହିଁ। ଆମେ ଏହାକୁ ବାୟୁ ପ୍ରଦୂଷଣ ବୋଲି କହିଥାଉ। ଏହି ଅନାବଶ୍ୟକ ପଦାର୍ଥ ଗୁଡ଼ିକ ହେଲା ସୂକ୍ଷ୍ମ କଣିକା, ଅଙ୍ଗାରକାମ୍ଳ ଗ୍ୟାସ୍, କାର୍ବନ ମନୋକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍ ଇତ୍ୟାଦି। ବାୟୁ ପ୍ରଦୂଷଣର କାରଣ ଗୁଡ଼ିକ କ'ଣ? କଳକାରଖାନାରୁ ନିର୍ଗତ ଧୂଆଁ, ଯାନବାହନରୁ ନିର୍ଗତ ଧୂଆଁ, ମାତ୍ରାଧିକ ଗଛ କାଟିବା, ଜନସଂଖ୍ୟା ବୃଦ୍ଧି। ବାୟୁ ପ୍ରଦୂଷଣର ପ୍ରଭାବ ଗୁଡ଼ିକ କ'ଣ? ମୁଖ୍ୟତଃ ବାୟୁ ପ୍ରଦୂଷଣ ହେତୁ ମନୁଷ୍ୟ ଶ୍ୱାସନଳୀ, ଫୁସ୍ଫୁସ୍ ଓ ହୃତ୍ପିଣ୍ଡ ଜନିତ ରୋଗରେ ପୀଡ଼ିତ ହୋଇଥାଏ। ବାୟୁ ପ୍ରଦୂଷଣ ଦ୍ୱାରା ଉଦ୍ଭିଦ ଜଗତ ମଧ୍ୟ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ଗଛର ପତ୍ର ଝଡ଼େ, ବୃଦ୍ଧି ବାଧାପ୍ରାପ୍ତ ହୁଏ, ଫୁଲ ଓ ଫଳ ଝଡ଼ିଯାଏ ଇତ୍ୟାଦି ଇତ୍ୟାଦି। ପୁରାତନ କୀର୍ତ୍ତିରାଜି ଗୁଡ଼ିକ ମଧ୍ୟ ବାୟୁ ପ୍ରଦୂଷଣ ଦ୍ୱାରା କ୍ଷତିଗ୍ରସ୍ତ ହୁଏ। ଅମ୍ଳବର୍ଷା ମଧ୍ୟ ବାୟୁ ପ୍ରଦୂଷଣର ଏକ ପ୍ରଭାବ ଅଟେ। ପିଲାମାନେ ତାହେଲେ ବର୍ତ୍ତମାନ ଜାଣିବା ବାୟୁ ପ୍ରଦୂଷଣକୁ ଆମେ କିପରି ନିୟନ୍ତ୍ରଣ କରିପାରିବା। ବାୟୁ ପ୍ରଦୂଷଣକୁ ଘରୋଇ ବ୍ୟବହାର ପାଇଁ ସୌର ଚୁଲା ଓ ଗୋବର ଗ୍ୟାସ୍ର ବ୍ୟବହାର, କଳକାରଖାନାରେ ଯଥେଷ୍ଟ ଉଚ୍ଚ ଚିମିନିର ବ୍ୟବସ୍ଥା କରିବା ଦ୍ୱାରା, ଯାନବାହନରେ ପେଟ୍ରୋଲ ଓ ଡିଜେଲ ବଦଳରେ CNG ଗ୍ୟାସ୍ର ବ୍ୟବହାର କରିବା ଦ୍ୱାରା, ଯଥେଷ୍ଟ ପରିମାଣର ଗଛ ଲଗାଇବା ଦ୍ୱାରା, ଯାନବାହନର ପ୍ରଦୂଷଣ ନିରୋଧ ବ୍ୟବସ୍ଥା କରିବା ଦ୍ୱାରା ଏବଂ ଏ ବିଷୟରେ ଜନସଚେତନତା ସୃଷ୍ଟି କରିବା ଦ୍ୱାରା ଆମେ ବାୟୁ